ବର୍ଷା ଋତୁ ଆସିଲେ ପୂର୍ତ୍ତ ବିଭାଗ ଅବହେଳା ପଦାରେ ପଡ଼ିଥାଏ। ନୂଆପଡ଼ା ଜିଲ୍ଲା ସେନାପଲ୍ଲୀ ସହରରୁ ଦେଖିବାକୁ ମିଳିଛି ପୂର୍ତ୍ତ ବିଭାଗର ଅବହେଳାର ନଗ୍ନ ଚିତ୍ର। ସମସ୍ୟା ଦେଖାଦେଉଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅଳ୍ପ ସମୟର ବର୍ଷାରେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ସ୍କୁଲ ଛାତ୍ରଛାତ୍ରୀ, ବ୍ୟବସାୟୀ, ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଲୋକ ଏବଂ ବୃଦ୍ଧମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ରାସ୍ତାଟି ପିଡବ୍ଲ୍ୟୁଡି ବିଭାଗ ଅଧୀନରେ ଥିଲେ ମଧ୍ୟ ଉନ୍ନତମାନର ରାସ୍ତା ମରାମତି, ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା ଦିଗରେ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ରାସ୍ତା କଡ଼ରେ ଥିବା ନାଳଗୁଡ଼ିକ ପଙ୍କ, ମାଟି ଓ ଆବର୍ଜନାରେ ପୂର୍ଣ୍ଣ ହୋଇ ରହିଥିବାରୁ ବର୍ଷା ଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ। ଫଳରେ ରାସ୍ତା ଉପରେ ଜଳ ଜମି ରହୁଛି ଏବଂ ସମସ୍ୟା ବର୍ଷକୁ ବର୍ଷ ଜଟିଳ ରୂପ ଧାରଣ କରୁଛି। ସହରବାସୀଙ୍କ ଅଭିଯୋଗ ହେଲା, ଅନେକ ଥର ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କେବଳ ଆଶ୍ୱାସନା ମିଳିଛି, କିନ୍ତୁ ବାସ୍ତବରେ କୌଣସି ସୁଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଲୋକଙ୍କ ଦାବି ହେଉଛି, ପ୍ରତିବର୍ଷ ରାସ୍ତା ମରାମତି ଓ ନାଳ ସଫେଇ ପାଇଁ ବଜେଟ୍ ବ୍ୟବସ୍ଥା ହେଉଥିବା ସତ୍ତ୍ୱେ ତାହାର ପ୍ରଭାବ କ୍ଷେତ୍ର ସ୍ତରରେ କାହିଁକି ଦେଖିବାକୁ ମିଳୁନାହିଁ? ଟିକସଦାତାଙ୍କ ଅର୍ଥ କେଉଁ କାର୍ଯ୍ୟରେ ବ୍ୟୟ ହେଉଛି ବୋଲି ମଧ୍ୟ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି। ବର୍ଷା ଦିନରେ ଜମି ରହୁଥିବା ପାଣି ଦ୍ୱାରା ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି। ଅନେକ ସ୍ଥାନରେ ରାସ୍ତାର ଖାଲଖମା ଜଳ ତଳେ ଲୁଚି ରହୁଥିବାରୁ ଦୁଇଚକିଆ ଯାନ ଚାଳକମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଜଳ ଜମି ରହିବା ଫଳରେ ମଶା ବଂଶ ବୃଦ୍ଧି ସହ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି। ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନ କରାଯାଇ ତେବେ ଆଗାମୀ ଦିନରେ ଗଣ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଜନସାଧାରଣଙ୍କ ଦୀର୍ଘଦିନର ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଏବଂ ପିଡବ୍ଲ୍ୟୁଡି ବିଭାଗ କେବେ ସଚେତନ ହେଉଛି ଓ ସେନାପଲ୍ଲୀବାସୀଙ୍କୁ ଏହି ଜଳବନ୍ଦୀ ସମସ୍ୟାରୁ କେବେ ମୁକ୍ତି ମିଳୁଛି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।